ରାସ୍ତାରେ ବାଇକ୍ ଛଡ଼ାଇବା ଓ ହତ୍ୟା ଧମକ ଦେବା ଘଟଣାରେ ଦୁଇ ଯୁବକଙ୍କୁ କୋର୍ଟ ଚାଲାଣ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିସ୍ଥିତ 26 ନମ୍ବର ଜାତୀୟ ରାଜପଥ ଚେରୁପାଳ ଖୁସାମାଲ ଛକରେ ବାଇକ୍ ଆରୋହୀଙ୍କ ବାଇକ୍ ଛଡ଼ାଇବା ଓ ହତ୍ୟା ଧମକ ଦେବା ଘଟଣାରେ ଡୁଙ୍ଗୁରିପାଲି ପୋଲିସ ଦୁଇ ଜଣ ଯୁବକଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଯୁବକ ଦୁହେଁ ହେଲେ ଡୁଙ୍ଗୁରିପାଲି ଥାନା କପାସିରା ଗ୍ରାମର ଜିତେନ୍ଦ୍ର ସୁନା ବୟସ 24 ଓ କରଣଦୀପ ବୟସ 28। ମିଳିଥିବା ଖବର ଅନୁଯାୟୀ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ମୁଣ୍ଡପଡ଼ା ଗ୍ରାମ ସଚିନ ମହାକୁଡ଼ ନାମକ ଜଣେ ଯୁବକ କୌଣସି କାମରେ ଗୁରୁବାର ସାଲେଭଟା ଯାଇ ସନ୍ଧ୍ୟା 6ଟାରେ ଫେରୁଥିବା ବେଳେ 36 ନମ୍ବର ଜାତୀୟ ରାଜପଥ ଚେରୁପାଲି ଖୁସାମାଳ ଛକରେ ଦୁଇ ଯୁବକ ଜିତେନ୍ଦ୍ର ଓ କରଣ ଏକ କଳା ରଙ୍ଗ ପଲସର ଗାଡ଼ି ନମ୍ବର 0D31P4069 ଗାଡ଼ିରେ ସଚିନକୁ ଫଲୋ କରି ଅଟକାଇଥିଲେ। ଯୁବକ ଦୁହେଁ ସଚିନକୁ ତୁମର ବାଇକ୍ର ଡିଲ୍ ଅଛି କି ନାହିଁ ବୋଲି କହି ସଚିନ ଠାରୁ ବାଇକ୍କୁ ଜବରଦସ୍ତ ଛଡ଼ାଇଥିଲେ। ଏହା ସହ ଦୁଇ ଯୁବକ ସଚିନକୁ ମାରିବା ପିଟିବା ହୁଡ଼ାହୁଡ଼ି କରି 10,000 ଟଙ୍କା ମାଗିବା ସହ ଜୀବନରେ ମାରିବା ଧମକ ଦେଇଥିଲେ। ଏତିକି ବେଳେ ରାସ୍ତା ଦେଇ ଜନସାଧାରଣ ଆସିବାରୁ ଲୋକେ ଦୁଇ ଯୁବକ ଜିତେନ୍ଦ୍ର ଓ କରଣକୁ କାବୁ କରି ଧରି ଆଣି ପୋଲିସକୁ ଜିମା ଦେଇଥିଲେ। ସଚିନ ଥାନାକୁ ଆସି ଦୁଇ ଯୁବକଙ୍କ ନାମ ଲିଖିତ ଅଭିଯୋଗ କରିଥିଲେ। ଶୁକ୍ରବାର କେସ୍ ନମ୍ବର 189/26 ରେ ଅଣ୍ଡର ସେକ୍ସନ ଦଫା 309-5126 2, 319 1, 308 5, 351 3, 296 3 ଓ 5 ଭାରତୀୟ ନ୍ୟାୟ ସହିତ ଧାରାରେ ପୋଲିସ ଜିତେନ୍ଦ୍ର ସୁନା ଓ କରଣଦୀପ ଉଭୟଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟ ଯୁବକଙ୍କୁ ଜେଲ୍ ହାଜତକୁ ପଠାଇଥିବା ଥାନା ଅଧିକାରୀ ରୋଜାଲିନ ପଟେଲ କହିଛନ୍ତି।